ଚାରି ଯୁଗରେ ପାତାଳକୁ ବାଟ ଥିଲା। କଳି ଯୁଗରେ ପାତାଳକୁ ବାଟ କୋଉଠି? କଳି ପାତାଳକୁ ବାଟ ନାମ ଅଟେ ତାର କଳାକାର ଜୀବନ। ବାଦପାଲା ହେଲେ ଗୋଟିଏ ଗାୟକ ଅନ୍ୟ ଗାୟକକୁ ପଦେ ଅଧେ କହିବ, ନ କହିଲେ ବାଦପାଲା କୁଆଡେ ଜମିନି। ବିଶ୍ୱନାଥ ପଟ୍ଟଯୋଶୀ ଆଉ ଲୋକନାଥ କରଙ୍କର ବାଦପାଲା ହଉଥାଏ। ଲୋକନାଥ କର କହିଲେ ମୋ ସାଙ୍ଗରେ କିଏ ଆସିଛି ପାଲା ଗାଇବା ପାଇଁ? ବିଶ୍ୱନାଥ ପଟ୍ଟଯୋଶୀ ଆଇଲେ ପେଣ୍ଡାଲୁକୁ, କହିଲେ ମୋ ସାଙ୍ଗରେ କିଏ ପାଲା ଗାଉଛି? କିଷ୍କିନ୍ଧା କଟକର ସମ୍ରାଟ ଆଚ୍ଛା ବାଳି ଗୌତମ ତନୟ ରାଜା ବାଳି। ବାସ୍ ବାଳି 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 ସାନ ଭାଇ ହେଲା ସୁଗ୍ରୀବ। ଏ ଦି ଭାଇ ଯାକଙ୍କର ସମ୍ପର୍କ ଅତି ନିବିଡ଼। ନିଶ୍ଚିତ ଦି ଭାଇ ଭିତରେ ନିବିଡ଼ ସମ୍ପର୍କ ଥିବ। ଗୋଟାଏ ଅସୁର ଅତ୍ୟାଚାର କଲା, ଆଚ୍ଛା ନା ହେଲା ଦୁନ୍ଦୁଭି। ବାଳି ତାକୁ ବାଡେଇକି ମାରିବାକୁ ଗଲା ପାତାଳ କଟକ ପର୍ଯ୍ୟନ୍ତ। ସେ ବାଳି ବାଡେଇ ପକେଇଲା ତ ବୁନ୍ଧିକି। ଆଚ୍ଛା ଯୁଦ୍ଧ ହେଲା ପାତାଳ କଟକରେ। ରକ୍ତ ଗୁଡାକ ଫୁଟିକି ଉପରକୁ ବାହାରିଲା। ପାତାଳପୁରରେ ଯୁଦ୍ଧ ହେଇଛି, ରକ୍ତ ଫୁଟିକି ବାହାରୁଛି ଉପରକୁ। ସୁଗ୍ରୀବ ମନେ ମନେ ବିଚାର କଲା। କଣ ବିଚାର କଲା ସୁଗ୍ରୀବର? ଅସୁରର ଶକ୍ତିଘାତରେ ବୋଧେ ମୋ ଭାଇଙ୍କର ପ୍ରାଣ ଆଉ ନାହିଁ। ମରି ଯାଇଛନ୍ତି ବୋଧେ ଭାଇ। ଆଉ ମନରେ ଚିନ୍ତା କରୁଛି ସୁଗ୍ରୀବ। ପାତାଳ କଟକକୁ ଯିବା ବାଟରେ ଯୋଉ ଗଡ ଦ୍ୱାର ଥିଲା, ସେଇ ଗଡ ଦ୍ୱାରରେ ପଥରଟିଏ ଚାପି ଦେଲା କିଏ? ନା ସୁଗ୍ରୀବ। ଆଚ୍ଛା ଆଚ୍ଛା ପଥରଟିଏ ଢାଙ୍କି ଦେଲା ତାହାରି ଉପରେ, ସେ ଗ୍ରସ୍ତ ଦ୍ୱାରରେ। ନା ବିଶ୍ୱରେ ଚାରି ଯୁଗ। ଆଚ୍ଛା ଚାରି ଯୁଗ। ହଁ ଚାରି ଯୁଗରେ ପାତାଳକୁ ବାଟ ଥିଲା। ଆଚ୍ଛା ଆଚ୍ଛା ସତ୍ୟ ଯୁଗରେ ଥିଲା, ଦ୍ୱାପରରେ ଥିଲା, ତ୍ରେତୟାରେ ଥିଲା, କଳିରେ ମଧ୍ୟ ଥିଲା। ଆଚ୍ଛା ଚାରି ଯୁଗକୁ ବାଟ ଅଛି ମଧ୍ୟ। ସତ୍ୟ ଯୁଗରେ ପାତାଳକୁ ବାଟ ଥିଲା ବୋଲି ସେଇ ସତ୍ୟ ଯୁଗରେ କଲା ବାମନ ଠାକୁର ପୁଣି ବଳି କି ଚାପିଲା। ଭଲ ଭଲ ବଳି କି ଚାପିଲା। ତ୍ରେତୟା ଯୁଗରେ ପରା ରାମ ଯୁଦ୍ଧ ହେଲା। ରାମ ଯୁଦ୍ଧ ହେଲା ରେ ରାମ ଯୁଦ୍ଧ ହେଲା। ଭଲ ଭଲ ରାମ ଯୁଦ୍ଧ ହେଲା। ରାମ ଯୁଦ୍ଧ ହେଲା ରେ ରାମ ଯୁଦ୍ଧ ହେଲା। ତ୍ରେତୟା ଯୁଗରେ ବଳଶାଳୀ ଜାମ୍ବବାନ। ଭାଲ ଭାଲ ସେହୁ ଜାମ୍ବବାନ। ଭାଲ ଭାଲ ସେହୁ ଜାମ୍ବବାନ। ପାତାଳେ ପଶିନ ରାମ କଲେ ସଙ୍ଗେ ରଣ। କଲେ ସଙ୍ଗେ ରଣ ରାମ କଲେ ସଙ୍ଗେ ରଣ। ଭାଲ ଭାଲ କଲେ ସଙ୍ଗେ ରଣ। କଲେ ସଙ୍ଗେ ରଣ କଲେ ସଙ୍ଗେ ରଣ। ବାପର ଯୁଗେ ପାତାଳ ଚଳିଲା ଅର୍ଜୁନ। ଭାଲ ଭାଲ ଚଳିଲା ଅର୍ଜୁନ। ଭାଲ ଭାଲ ଚଳିଲା ଅର୍ଜୁନ। ପାତାଳ କନ୍ୟାକୁ ସିନା କରିଲା ଗ୍ରହଣ। କରିଲା ଗ୍ରହଣ କରିଲା ଗ୍ରହଣ। ଭାଲ ଭାଲ କରିଲା ଗ୍ରହଣ। କରିଲା ଗ୍ରହଣ କରିଲା ଗ୍ରହଣ। କଳି ଯୁଗରେ କଳି ଯୁଗରେ କୋଉଠି ଅଛି? କଲା ନେତ୍ରରୁ ମୁକୋଟି ସୂର୍ଯ୍ୟ ଚନ୍ଦ୍ର ଜାତ। ଏ ପବନରୁ ଅଣଚାଷ। ତୁମେ କ ଶପଥ ବ୍ରହ୍ମାଣ୍ଡ ବହିଛି। ଏଣୁ ବିରାଟ ପୁରୁଷ। ଏଣୁ
ପାତାଳକୁ ବାଟ କୋଉଠି? କୋଉଠି ଅଛି? ନା କଳି ପାତାଳକୁ ବାଟ ହଁ ନାମଟେ ତାର ଛତିଆ ବଟ ଯାଇ ଫୁଲ ଆଲୋ ଯାଇ ଫୁଲ ଆଲୋ ଯାଇ ଫୁଲ ଦେଖିବୁ ନେତ୍ର ପ୍ରକଟ ଯାଇ ଫୁଲ ଦେଖିବୁ ନେତ୍ର କବାଟ ଯାଇ ଫୁଲ ଆଲୋ ଯାଇ ଫୁଲ ଦେଖିବୁ ନେତ୍ର କବାଟ ଯାଇ ଫୁଲ। କଳି ଯୁଗରେ ପାତାଳକୁ ବାଟ ଛତିଆ ବଟ ଠାରେ ଛତିଆ ବଟରେ ଅଛି ରେ ପୁଅ ବାଟ। କଳକି ରୂପ ଧାରଣ କରିଛନ୍ତି ଯୋଉଠି ଜଗନ୍ନାଥ। ଜଗନ୍ନାଥ ଅଛନ୍ତି କଳକି ରୂପ ଅବତାର ଧରି। ଜଗନ୍ନାଥର ହାତ ପାଦ ଅଛି? ହଁ ହାତ ଅଛି ପାଦ ନାହିଁ ଗୋଡ଼ ନାହିଁ। ହାତ ଅଛି ମୁଁ ଦେଖିଛି। ଦେଖିଛୁ? ହଁ ହଁ ଆଙ୍ଗୁଠି ସହ ସବୁ ଅଛି ନାଇଁ ଆଙ୍ଗୁଠି ନାହିଁ ଥୁଣ୍ଟାଟା ଆଙ୍ଗୁଠି ନାହିଁ ଖାଲି ଦେଖିଛି ଏମିତି ଏଇ ପ୍ରକାର ଆକ୍ସନ ଥୁଣ୍ଟାଟା। କଲା ପାଦ ପାଣି ଯାର ନାହିଁ ଆହା ପାଦ ପାଣି କି ସୁନ୍ଦର ଦିଶଇ ଯାଇ ଫୁଲ ଆଲୋ ଯାଇ ଫୁଲ ଆଲୋ ଯାଇ ଫୁଲ ଅଜ୍ଞାନକୁ ଦିଶୁନାହିଁ ଯାଇ ଫୁଲ ଜ୍ଞାନ ଛୁଇଁବେ ନାହିଁ ଯାଇ ଫୁଲ ଆଲୋ ଯାଇ ଫୁଲ ଅଜ୍ଞାନ ଛୁଇଁବେ ନାହିଁ ଯାଇ ଫୁଲ। ଏ କଳାକାର ଜୀବନ। ବାଦପାଲା ହେଲେ ଗୋଟିଏ ଗାୟକ ଅନ୍ୟ ଗାୟକକୁ ପଦେ ଅଧେ କହିବ। କହିବ ନିଶ୍ଚିତ। ନ କହିଲେ ବାଦପାଲା କୁଆଡେ ଜମିନି। ନାଇଁ 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 ହଉ ଆମେ ଯାହା ହେଲେ ପଦ ଅଧେ କହିବା ନା ଆଉ। ବିଶ୍ୱନାଥ ପଟ୍ଟଯୋଶୀ ଆଉ ଲୋକନାଥ କରଙ୍କର ବାଦପାଲା ହଉଥାଏ। ଆଚ୍ଛା ଆଜ୍ଞା ଆଜ୍ଞା। ଲୋକନାଥ କର କହିଲେ ମୋ ସାଙ୍ଗରେ କିଏ ଆସିଛି ପାଲା ଗାଇବା ପାଇଁ? ଆଚ୍ଛା ନା ଆଜ୍ଞା ବିଶ୍ୱନାଥ ପଟ୍ଟଯୋଶୀ। ବାସ୍ ନା ଚୁପ। ବିଶ୍ୱନାଥ ପଟ୍ଟଯୋଶୀ। ଆଚ୍ଛା ଏତେ ଲେଖିବାକୁ କାଗଜ ଅଛି? ହଁ ଏଡେ ବଡ ନା। କହ ବିଶିଆ। ହଁ ହଁ କହ ବିଶିଆ। ହଁ ହଁ ସେ କେମିତିଆ ଗାୟକ? ଆଚ୍ଛା କହିବାକୁ ଟିକେ ଅପ୍ରାସଙ୍ଗିତ ଲାଗୁଛି। ନିଶ୍ଚିତ ଯାହା ହେଲେ ଗାୟକ ଶ୍ରେଣୀ ନାଁ ଲେଖିଛି ସମ୍ମାନ ଦେବା କଥା। କିନ୍ତୁ ସେତେବେଳ ସମୟରେ ସେ ପାଲା ସେମିତି ଥିଲା। ଆଚ୍ଛା ଲୋକନାଥ କର କହିଲେ ଯୋଉ ବିଶିଆ ନାଁ ଟା ଲେଖିଛ ହଁ 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 ମଝିରୁ ସି ଟାକୁ କାଟିଦିଅ ଯିଏ ଆଇଛି ସିଏ ମୋ ସାଙ୍ଗରେ ପାଲା କରୁ। ଆଚ୍ଛା ହଁ ହଁ ଦେଖନ୍ତୁ କେଡେ ଟାଣୁଆ ଶବ୍ଦ। ଆଉ କଣ କି ଭଳିଆ କଠିନ କଥା କହିଲେ ଲୋ ଉପା। ବିଶ୍ୱନାଥ ପଟ୍ଟଯୋଶୀ ଆଇଲେ ପେଣ୍ଡାଲୁକୁ ହଁ ହଁ କହିଲେ ମୋ ସାଙ୍ଗରେ କିଏ ପାଲା ଗାଉଛି? ଆଚ୍ଛା ନା ଲୋକନାଥ କର। ଆଚ୍ଛା 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 ଲୋକନାଥ କର କଲା ଚୁପ। ହଁ ଲୋକନାଥ କଣ କହୁଛୁ? ଆଉ ପ୍ରଥମ ଅକ୍ଷର ଟା କାଟିଦେ। ହଁ ଲୋକନାଥ ହଁ ହଁ ପ୍ରଥମ ଅକ୍ଷର କାଟେ ଶେଷ ଅକ୍ଷର କାଟେ। ଆଚ୍ଛା ଆଉ ରହିଲା କଣ? ନା କନା। କନା 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 ଲୋକନାଥ ହଁ ହଁ ଲୋ କଟିଲା ଥ କଟିଲା ଆଚ୍ଛା ରହିଲା କଣ? କନା କନା ନା କନା। ଆଚ୍ଛା କହିଲା ମତେ ସିଏ ଯୋଉ ଜିନିଷ ଟା ଦେଖେଇକି ଗଲା ବାସ୍ ସେଇ କନାଟା ସେଇ ଜିନିଷରେ ଲାଗିବ। ହଁ ହଁ ବୁଢା ଆଜ୍ଞା ରାମାୟଣ କୋଉ ଯାଏ ଯାଇଛି? ଆଜ୍ଞା ରାମାୟଣ କୋଉ ଜାଗା ଯାଇଛି ଆମର ଏ ବାବୁ କୁଆଡେ କହିବ। ପଞ୍ଚବଟୀ ବନରେ ମା ସୀତା ଅଛନ୍ତି। ରାବଣ ସେଇଠି ପରୀକ୍ଷା କରୁଛି ପ୍ରକୃତରେ ମା କି ନାହିଁ। 7ଟା ଦୋଷ ଲାଗି ସେ ଆଜି ଦୋଷୀ ହେଇଛନ୍ତି।
ଅପିଲି ହବା ପଞ୍ଚବଟୀ ଅରଣ୍ୟରେ ଆଃ, ଜନକରାଜ ନନ୍ଦିନୀ ମା ସୀତା ଆଜି ବନ୍ଦିନୀ ବନ୍ଦିନୀ ହୋଇଛନ୍ତି। ହାତ ଯୋଡି ପଞ୍ଚବଟୀ ଅରଣ୍ୟରେ ଥିବା ଆଚ୍ଛା ବରଗଛ ମୂଳରେ ହଁ ସେ ବରଗଛ ନାଁଟା ହେଲା ବାଞ୍ଛା ବଟ। ବାଞ୍ଛା ବଟ ବୋଲି କୁହାଯାଏ। ସେଇ ବାଞ୍ଛା ବଟ ମୂଳରେ ମା ସୀତା ଆଗ ବାଞ୍ଛା ବଟକୁ ଡାକିଲା, ଆଚ୍ଛା ଆଚ୍ଛା କଲା ଘେନ ଘେନ ମୋ ହେଇ ମିନତି ହଁ 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 ବଟ ଶ୍ରେଷ୍ଠ ଆହା ହେ ବାଞ୍ଛା ବଟ ବାଞ୍ଛା ବଟ ଘେନ ଘେ ବାଞ୍ଛା ବଟ ଆହେ ବାଞ୍ଛା ବଟ ଶାଶୁ ଶ୍ୱଶୁର ମୋ ହଁ ନିଶ୍ଚିନ୍ତରେ ସର୍ବେ ସୁଖେ ଥାନ୍ତୁ ଅଯୋଧ୍ୟାରେ ଅଯୋଧ୍ୟାରେ ଭ୍ରାତୃବୀର ସୁଖେ ପାଳୁଥାନ୍ତୁ ରାଜ୍ୟ ଭାତୃ ସଙ୍ଗେ ନିଜେ ପାଳୁଥାନ୍ତୁ ରାଜ୍ୟ ଶତ୍ରୁଘ୍ନ କୁଘେନି ନିଶ୍ଚିନ୍ତରେ ଆହେ ବାଞ୍ଛା ବଟ ବାଞ୍ଛା ବଟ ଆହେ ବାଞ୍ଛା ବଟ ଜୀବନରେ କୋଉ ସ୍ତ୍ରୀ ଆଗ ମାଗିବ ମୋ ଶାଶୁ ଶ୍ୱଶୁର ଭଲରେ ରୁହନ୍ତୁ। ଭଲରେ ରହନ୍ତୁ। ତମେ ମା ଯେତେ କାଳୀ ମନ୍ଦିରକୁ ଆସୁଛ ମୁଣ୍ଡିଆ ମାରୁଛ, ଆଜ୍ଞା ଆଗ ଶଙ୍ଖାରେ ଟିକେ ସିନ୍ଦୁର ଲଗଉଛ, ହଁ ହଁ ପ୍ରଭୁ ହଁ ମାଲୋ ମୋ ଶଙ୍ଖା ଯେମିତି ବଜ୍ର ହଉ ଟାଣ ହଉ। ବାସ୍ କିନ୍ତୁ ସୀତା ହଁ ହଁ ଏଇଥିପାଇଁ ଆଚ୍ଛା ବ୍ରହ୍ମାଣ୍ଡର ଶ୍ରେଷ୍ଠ ସ୍ତ୍ରୀ, ହଁ ହଁ ଶ୍ରେଷ୍ଠ ଝିଅ, ବାସ୍ ଆଜ୍ଞା ଶ୍ରେଷ୍ଠ ଭଉଣୀ। ଭଉଣୀ ଆଚ୍ଛା ନାରୀର ତିନିଟା ରୂପ, ହଁ ହଁ ତିନିଟା ରୂପ ଗୋଟିଏ ହେଲା ମା, ମା ଗୋଟିଏ ହେଲା ସ୍ତ୍ରୀ, ସ୍ତ୍ରୀ ଗୋଟିଏ ହେଲା ଭଉଣୀ। ଭଉଣୀ ଆଜ୍ଞା ଆଜ୍ଞା ମା ସ୍ତ୍ରୀ ଭଉଣୀ ହଁ ତେଣୁ ମା ବାପାକୁ ଛାଡିକି ଶାଶୁ ଶ୍ୱଶୁରଙ୍କୁ ପାଇଲା। ପାଇଛି ତେଣୁ ଆଗ ମାଗିଲା ବାଞ୍ଛା ବଟକୁ, ଶାଶୁ ଶ୍ୱଶୁର ଭଲରେ ରହନ୍ତୁ। ରହିଥାନ୍ତୁ। ହଁ 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 ଆଚ୍ଛା କେତେ ଭାବ ଦଉଛି ଦେଖ ପୁଅ। ତାପରେ କହିଲା ମୋ ଦିଅର ଭରତ କେମିତି ସୁଖରେ ଅଯୋଧ୍ୟାକୁ ପାଳୁଥାଉ, ହଁ 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 ପ୍ରଜା ମାନେ ଯେମିତି ସୁଖରେ ରହନ୍ତୁ। ରହିଥାନ୍ତୁ। ଆଚ୍ଛା କେମିତିଆ ନାରୀ ସିଏ। ଆଉ ଶେଷରେ ମାଗିଲା କଣ ମାଗୁଛି? ନିଜ ପାଇଁ ପଦେ ମାଗିଲା, ଆଚ୍ଛା ନିଜ ପାଇଁ କଣ ମାଗିଲେ? କହିଲା ବିଧବା ଗଣିକା ମୁଁ ନ ହେବି, ହଁ ଯୁଗେ ଯୁଗେ ସତୀ ବୋଲାଇବି। ଏ ମା ଯୁଗେ ଯୁଗେ ସତୀ ବୋଲାଇବି, ଯୁଗେ ଯୁଗେ ସତୀ ବୋଲାଇବି। ବିଧବା ଗଣିକା ମୁଁ ନ ହେବି, ଯୁଗେ ଯୁଗେ ସତୀ ବୋଲାଇବି, ଯୁଗେ ଯୁଗେ ସତୀ ବୋଲାଇବି, ଯୁଗେ ଯୁଗେ ସତୀ ବୋଲାଇବି। ରହ ଆ ବିଷ୍ଣୁ
ଦିଅ ପାଲା ବାଲାଙ୍କୁ ଆଉ ଟିକେ ଅଧିକ ଖାଇବାକୁ ଦିଅ। ବହୁତ ଖଟିଛନ୍ତି ତ ଉଠିକି ପଳଉଛ କୁଆଡେ? ହଁ ହଁ ବହୁତ ଖଟିଛନ୍ତି ତ ଆଜି, ହଁ ଦିଅ ଆଉ ମୁଠେ ଅଧିକ ଖାଇବାକୁ ଖାଆନ୍ତୁ। ହଁ ସତ କଥା ଆଉ। କାରଣ ଇଏ ଘରେ ଖାଆନ୍ତିନି। ନାଇଁ ଏ ପାଲା ବାଲାଙ୍କ ଘର କୂଳର ହଉଛି ଦେବୀ ନଦୀ। ଆଚ୍ଛା 250 ଚୁନା ମାଛ 20 ଟଙ୍କାର ଆଣିଲେ ହଁ ହଁ ତାଙ୍କ ପରିବାର ଢେର ଚଳିଯାଏ। ସତେ ହେଇଥିବ। କାହିଁକି କିଣିକି ଆଣିବେ, ଖଞ୍ଜି ପକଉଥିବେ ଏ ନହେଲା। ପାଲା ବାଲା ଦାମିକିଆ ପରିବା କେବେ ଜୀବନରେ କିଣି ନାହାନ୍ତି। ଯେତେବେଳେ ଟମାଟୋ କିଲୋ 80 ଟଙ୍କା ହବ, ସେ ଆମ୍ବୁଲ ପକେଇକି ରୋଷେଇ କରିବେ। ବାସ୍ ଆଜ୍ଞା ହଉ। ତେଣୁ ଏ ପାଲା ବାଲା ହଁ ସ୍ୱତନ୍ତ୍ର। ବାସ୍ ଆଙ୍କର ଖର୍ଚ୍ଚ ହବନି ବୋଲି ହଁ ହଁ ଏ ପାଲାକୁ ଆଇଲା ବେଳେ ଟ୍ରକ କୁ ଲିଫ୍ଟ ମାଗିକି ଡାକିକି ଆସିବେ। ଆଉ ବସ ରେ ଆସିଲେ କାଳେ ପଇସା ବେଶୀ ପଡିଯିବ, ଆଜ୍ଞା ହଁ ଟ୍ରକ କୁ ଲିଫ୍ଟ ମାଗିବେ। ହଁ ହଁ ହେଇଥିବ ତ ଆଉ। କିନ୍ତୁ ହୋତା ହଁ ଯେତେ ଟଙ୍କା ପଡିଯାଉ ବାସ୍ ବୋଲୋର ଧରିକି ଆସିବ ନା ଆଉ। ଇଏ ପାଲା କରିଦବନି ରେ ଭଜନ ଟେ ଗା। ମୁଁ ଯାଉଛି ଆଜି ତୁ କାଲିକି ଯିବୁ, ମୁଁ କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ମୁଁ କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ମୁଁ ଯାଉଛି ଆଜି ତୁ କାଲିକି ଯିବୁ, ମୁଁ କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ମୁଁ କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। କଣ ନାକିରା ଭଜନ ଗାଉଛି? ଟୋନ୍ ଟା ଖରାପ, ଭଲ ଭଜନ ଗାଉନି। ଆଉ ମୁଁ ପାଳିଆଙ୍କୁ କଣ ବି 1400 ଟଙ୍କା ଦେବି, ମୋର 800 ଟଙ୍କାର ଢେର। ହଉ ଜୟ ଜୟ ଜଗନ୍ନାଥ ନୀଳାଦ୍ରି ମଣ୍ଡନ। କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ଭଗତ ପାଇ ବହିଛ ଶଙ୍ଖ ଚକର ଚିହ୍ନ, ମୁଁ କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ଜୟ ଜୟ ଜଗନ୍ନାଥ ନୀଳାଚଳ ମୁଦ୍ରା। କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ଅନନ୍ତ ନାଗ ଉପରେ ବାସୁରେ ଭାଗ ଯୋଗ ନିଦ୍ରା। କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ଜୟ ଜୟ ଜଗନ୍ନାଥ ପରମ କାରଣ। ମୁଁ କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ଭଗତ ପାଇ ବହିଛ ଶଙ୍ଖ ଚକ୍ରେ ଚିହ୍ନ। କୋଇଲି ବୈକୁଣ୍ଠ ଯିବି, ତୁ ହରି ବୋଲ ଦେଉଥିବୁ। ଶୁଣିବେ
ଶେଷରେ ମାଗିଲା କଣ ମାଗୁଛି? କହିଲା ହେ ବାଞ୍ଛା ବଟ ହଁ ହଁ କହିଲା ବିଧବା ଓ ଯୋଗ୍ୟା ମୁଁ ନହିବି ଆହା ଯୁଗେ ଯୁଗେ ସତୀ ବୋଲାଇବି ଏ ମା ଯୁଗେ ଯୁଗେ ସତୀ ବୋଲାଇବି ଯୁଗେ ଯୁଗେ ସତୀ ବୋଲାଇବି ଅବିଦ୍ୟା ଓ ଯୋଗ୍ୟା ମୁଁ ନହିବି ଯୁଗେ ଯୁଗେ ସତୀ ବୋଲାଇବି ଯୁଗେ ଯୁଗେ ସତୀ ବୋଲାଇବି ଯୁଗେ ଯୁଗେ ସତୀ ବୋଲାଇବି ପିତା ମୋ ପରମ ପଦ ପ୍ରାପ୍ତ ହେଉ 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 ଆଉ କିସ ବା ମୁଁ ମାଗିବି ଆହେ ବାଞ୍ଛା ବଟ ଆହେ ବାଞ୍ଛା ବଟ ଆହେ ବାଞ୍ଛା ବଟ ଆହେ ବାଞ୍ଛା ବଟ ଆହେ ର ଆ ନାରୀ ମାନଙ୍କର ସଦାବେଳେ ହଁ ଗୋଟିଏ ଇଚ୍ଛା ମୁଁ ବିଧବା ହେବିନି ଆଚ୍ଛା 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 ଆଉ ନାରୀଠୁ ସାହସୀ ବାତ ଏ ଜଗତରେ କେହି ନାହିଁ ନାଇଁ ବଡ ସାହସୀ ନାରୀ ମାନେ